ଯାଜପୁର ଜିଲ୍ଲା ବ୍ୟାସନଗର ସହରର 22 ନମ୍ବର ୱାର୍ଡ ଝାଟିଆ ସାହିଠାରେ ଗୋପାଳମାନେ ବଡ଼ ଧୁମଧାମରେ ପାଳିଛନ୍ତି ଦୋଳ ଉତ୍ସବ ମେଳଣ ପର୍ବ। ସ୍ଥାନୀୟ ଦୋଳଗୋବିନ୍ଦ ପୂଜା କମିଟି ପକ୍ଷରୁ ଦୀର୍ଘ 7 ବର୍ଷ ଧରି ଏଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ଉତ୍କଳୀୟ ଗୌଡ଼ୀୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଓ ପରସ୍ପର ମଧ୍ୟରେ ଭାଇଚାରା ବଜାୟ ରଖିବା ଉଦ୍ଦେଶ୍ୟରେ ମହାମେଳନ ଉତ୍ସବ ଅନୁଷ୍ଠିତ ହେଉଥିବା ଆୟୋଜକମାନେ କହିଛନ୍ତି। ପୂର୍ଣ୍ଣିମା ଠାରୁ ସପ୍ତାହେ ବ୍ୟାପୀ ପ୍ରତିଦିନ ସନ୍ଧ୍ୟାରେ କୁଞ୍ଜରେ ଲଉଡ଼ି ଖେଳ, ରାଧାକୃଷ୍ଣ ରାହସ, ନାଚ ଗୀତ ଆଦି ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଏହାକୁ ଉପଭୋଗ କରିବା ପାଇଁ ବହୁ ଦର୍ଶକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା। ସେପଟେ ଭଜନ କୀର୍ତ୍ତନ ତାଳେ ତାଳେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସୁସଜ୍ଜିତ ଦୋଳ ବିମାନରେ ଗାଁ ପରିକ୍ରମା କରୁଥିଲେ। ଘର ଘର ବୁଲି ଭୋଗ ଖାଉଛନ୍ତି। ହରିଆ ଭାଇମାନେ ପରସ୍ପର ଦେହରେ ରଙ୍ଗ ବେରଙ୍ଗର ଅବିର ବୋଳି ହୋଇ ହୋଲି ଖେଳୁଥିବା ଦେଖିବାକୁ ମିଳିଛି। ଗୌର ହରି ଦାସ ପର୍ବ ପ୍ରଥମେ ଦୋଳ ପୂଜା କମିଟିର ଏବଂ ରାଧାକୃଷ୍ଣ ପୂଜାର এই কমিটির এই অনুষ্ঠানର ଜଣେ କାର୍ଯ୍ୟକର୍ତ୍ତା ଏବଂ ଭକ୍ତ। ଆଉ এই ପୂଜା এই 6 ବର୍ଷ କମ୍ପ୍ଲିଟ୍ ହେଲା ପରେ ଏ ବର୍ଷ 7 ବର୍ଷ ଲାଗିଲା ଏବଂ ପୂଜା ଭଗବାନଙ୍କର ରାଧାକୃଷ୍ଣଙ୍କର ଆଶୀର୍ବାଦରୁ ଏ ଅନୁସାର ଆମର କମିଟି ବହୁତ ଉନ୍ନତି ହେଉଛି। ପ୍ରତିବର୍ଷ କିଛି ନା କିଛି ନୂଆ ନୂଆ କାର୍ଯ୍ୟକ୍ରମ ଏଥିରେ ଆମେ କରିପାରୁଛୁ। ଦୋଳଗୋବିନ୍ଦ କମିଟିର ସଭାପତି କାଲୁଚରଣ ଦାସ। ପୂଜା ଯୋଉ ପର୍ବ ଚାଲିଛି ସେ ପର୍ବ ଇଏ ନୂଆ ନୁହଁ, ଏଇଟା ପୁରାତନ ବହୁତ ଦିନରୁ ଚାଲେ। ଏଇଟା ମଝିରେ କାଳ ଟିକେ ଆମର ବନ୍ଦ ହେଇଯାଇଥିଲା, ବର୍ତ୍ତମାନ ଠିକ ସେଇ ଏଇଟାକୁ ଚାଲିଛି, ଆମେ ସେଟାକୁ ଚଳେଇ ନେଉଛୁ। ବର୍ତ୍ତମାନ ଆମର ଏଇଟା ନୂଆ ଯୋଉ ଆରମ୍ଭ କରିଛୁ ଏଇଟା 7 ବର୍ଷ ହବ। ସେଇ 7 ବର୍ଷ ଭିତରେ ଆମର ଯୋଉ ଉନ୍ନତି ହେଇଛି, ବର୍ତ୍ତମାନ ଏଥର ଆମେ ଆର ବର୍ଷରୁ ଗୋଟେ ବିମାନ ଯାତ୍ରା ଆରମ୍ଭ କରିଛୁ। ସେ ବିମାନ ଯାତ୍ରାରେ ଆମର ସେ ଦୋଳଗୋବିନ୍ଦ ଠାକୁରଙ୍କର ସେଟାକୁ ନେଇକି ଚାରିଆଡେ ଗାଁରେ ବୁଲାବୁଲି କରାଉଛୁ, ଯୋଉଟା କି ଆଉ ଟିକେ ଅଧିକା ହଉଛି। ଆଉ ଏଇଟା ବି ଆମର ଯୋଉଟା ହେଇଛି ବର୍ତ୍ତମାନ ତାକୁ ଆମେ ଆଉ ଟିକେ ଅଧିକା କରି କେମିତି ମେଲଣ ଯେମିତି ଆମ ଗାଁରେ ହଉଥିଲା ସେମିତି ମେଲଣ ଭଳିଆ ବି ଆମେ କରିବାକୁ ଚାହୁଁଛୁ, ଯୋଉଟା କି ଭବିଷ୍ୟତରେ ହବ ବୋଲି ଆମେ ଆଶା କରୁଛୁ।